ତେବେ ନିଶ୍ଚିତ ଭାବରେ ରାମାୟଣ ଏବଂ ମହାଭାରତ ଭଳି କିମ୍ବା ଭାଗବତ ପରି ଗୀତା ପରି ପବିତ୍ର ଗ୍ରନ୍ଥକୁ ଯଦି ଜଣେ ଗର୍ଭବତୀ ମା ଶ୍ରବଣ କରେ, ସେହି ମହାନ ଗ୍ରନ୍ଥ ଗୁଡ଼ିକର ବିଶେଷ ଲକ୍ଷଣ ଏବଂ ତାର ଆଦର୍ଶ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ। ମୁଁ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ସଭାପତି ବିରଜା ମଣ୍ଡଳ ଗଣକ ମଣ୍ଡଳୀ ଓ ପଣ୍ଡିତ ସଭା ଯାଜପୁର। ଗର୍ଭବତୀ ମହିଳାମାନେ ଗୀତା ଭାଗବତ ପରି ପବିତ୍ର ଗ୍ରନ୍ଥକୁ କାହିଁକି ଶ୍ରବଣ କରନ୍ତି, ଏ ବିଷୟରେ ଅନେକ ସମୟରେ ଆମ ମନରେ ପ୍ରଶ୍ନ ଉଠେ। ଗର୍ଭବତୀ ମହିଳାଟିଏ ଆପଣମାନେ ସବୁବେଳେ ମନେ ରଖିବେ, ଦେଶ ପାଇଁ ଜାତି ପାଇଁ ସେ ଉତ୍ତରାଧିକାରୀ ରୂପରେ ସନ୍ତାନଟିଏ ଜନ୍ମ ଦିଏ। ଯଦି ସେହି ସନ୍ତାନଟି ମାତୃ ଗର୍ଭରୁ ଅନ୍ତତଃ ସଂସ୍କାରିତ ହୋଇକି ପୃଥିବୀକୁ ଆସେ, ତେବେ ନିଶ୍ଚିତ ଭାବରେ ସେ ଜଣେ ସୁନାଗରିକ ରୂପରେ ଏ ଦେଶର ଏ ମାଟିର ସେବା କରିବା ପାଇଁ ଉପଯୁକ୍ତ ହୋଇପାରେ। ରାମାୟଣ ଭାଗବତ ପରି ମହାନ ଗ୍ରନ୍ଥକୁ ଶ୍ରବଣ କଲେ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଚରିତ୍ର ଏବଂ ଭାଗବତରେ ଭଗବାନ ଶ୍ରୀକୃଷ୍ଣଙ୍କର ଅଲୌକିକ ଲୀଳାର ମହିମା, ଯାହାର ପ୍ରଭାବ ଗର୍ଭସ୍ଥ ଶିଶୁ ଉପରେ ହିଁ ପଡ଼ିଥାଏ ଏବଂ ପରବର୍ତ୍ତୀ ସମୟରେ ଶିଶୁଟି ଭୂମିଷ୍ଠ ହେବା ପରେ ତାହାର ଜୀବନ ସେଇଭଳି ଏକ ସଂସ୍କାର ମାର୍ଗରେ ଗତି କରିଥାଏ। ସେଇଥିପାଇଁ ତ ଗର୍ଭବତୀ ମା ମାନଙ୍କୁ ରାମାୟଣ ଏବଂ ଭାଗବତ ପରି ପବିତ୍ର ଗ୍ରନ୍ଥ ଶୁଣିବା ପାଇଁ ସୁଯୋଗ ଦିଆଯାଏ। ଆପଣମାନେ ସମସ୍ତେ ଜାଣନ୍ତି ଯେ ମାତୃ ଗର୍ଭରେ ଗୋଟିଏ ଶିଶୁ ମଧ୍ୟ କିଛି ଶ୍ରବଣ କରିପାରେ, କିଛି ଅନୁଭବ କରିପାରେ, କିଛି ଜାଣିପାରେ। ଯେମିତି ଅଭିମନ୍ୟୁ ମାତୃଗର୍ଭରେ ଥାଇ ମଧ୍ୟ ସେ ଚକ୍ରବ୍ୟୁହ ଭେଦ କରିବାର ବା ଚକ୍ରବ୍ୟୁହରେ ପ୍ରବେଶ କରିବାର ବିଧିକୁ ଜାଣିପାରିଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କର ମାତା ପରବର୍ତ୍ତୀ ସମୟରେ ଶୋଇଯିବାରୁ ହୁଏତ ସେହି ବ୍ୟୁହ ଭିତରୁ ବାହାରିବାର ଉପାୟ ସେ ପାଇପାରିନଥିଲେ। ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ମାତୃଗର୍ଭରେ ଥିବା ସନ୍ତାନ ନିଶ୍ଚିତ ଭାବରେ ସବୁକିଛି ଶୁଣିପାରେ, ଅନୁଭବ କରିପାରେ ଏବଂ ଜାଣିପାରେ। ଏହି କ୍ରମରେ ଯଦି ଆମେ ବିଚାର କରିବା, ତେବେ ନିଶ୍ଚିତ ଭାବରେ ରାମାୟଣ ଏବଂ ମହାଭାରତ ଭଳି କିମ୍ବା ଭାଗବତ ପରି ଗୀତା ପରି ପବିତ୍ର ଗ୍ରନ୍ଥକୁ ଯଦି ଜଣେ ଗର୍ଭବତୀ ମା ଶ୍ରବଣ କରେ, ସେହି ମହାନ ଗ୍ରନ୍ଥ ଗୁଡ଼ିକର ବିଶେଷ ଲକ୍ଷଣ ଏବଂ ତାର ଆଦର୍ଶ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ ଏବଂ ପରବର୍ତ୍ତୀ ସମୟରେ ସେହି ଜନ୍ମିତ ଶିଶୁଟିର ଜୀବନକୁ ତାହା ମଧ୍ୟ ବହୁ ଭାବରେ ପ୍ରଭାବିତ କରିଥାଏ। ସେହି ଦୃଷ୍ଟିକୋଣରୁ ଗର୍ଭବତୀ ମା ମାନେ ରାମାୟଣ ଭାଗବତ ପରି ମହାନ ଗ୍ରନ୍ଥକୁ ଶ୍ରବଣ କରିବା ଉଚିତ ବୋଲି ମୁଁ ବିଚାର କରେ।